ଆଜି ଆସନ୍ତୁ ଆମେ ବାଇବଲ ଏବଂ ସତ୍ୟ ଶୀର୍ଷକ ଉପଦେଶ ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। କିଛି ଲୋକ କୁହନ୍ତି ବାଇବଲ ବୈଜ୍ଞାନିକ ନୁହେଁ ଏବଂ ବାସ୍ତବ ଘଟଣା ଉପରେ ଆଧାରିତ ନୁହେଁ, ତେଣୁକରି ଏହା ଗ୍ରହଣୀୟ ନୁହେଁ। ଏପରିକି ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନେ ମଧ୍ୟ ବାଇବଲ ସତ୍ୟ କି ନୁହେଁ ତାହା ଉପରେ ଅନିଶ୍ଚିତ ଅଟନ୍ତି। ତେଣୁକରି ସେମାନେ ବାଇବଲର ଶିକ୍ଷାଗୁଡ଼ିକୁ ବିଶ୍ୱାସ କରିବା କିମ୍ବା ଗ୍ରହଣ କରିବାରେ ଅସମର୍ଥ ଅଟନ୍ତି। ତେଣୁ ସର୍ବପ୍ରଥମେ ଆସନ୍ତୁ ଆମ୍ଭେମାନେ 2 ତିମୋଥୀ ଅଧ୍ୟାୟ 3 ପଦ 12କୁ ଯାଇ ଦେଖିବା ଯେ ବାଇବଲ କିପରି ଲେଖାଯାଇଅଛି। ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି ସେମାନେ ତାଡ଼ନା ଭୋଗ କରିବେ। କିନ୍ତୁ ଦୁଷ୍ଟ ଲୋକେ ଓ ପ୍ରବଞ୍ଚକମାନେ ଭ୍ରାନ୍ତି ଜନ୍ମାଇ ଓ ଭ୍ରାନ୍ତ ହୋଇ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ। କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ ଆଉ ଯେ ସମସ୍ତ ବିଷୟର ନିଶ୍ଚିତ ବୋଧ ପାଇଅଛ ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ କେଉଁମାନଙ୍କଠାରୁ ସେହି ସବୁ ଶିକ୍ଷା କରିଅଛ। ପୁଣି ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟକାଳରୁ ଜ୍ଞାତ ଅଛ। ସମସ୍ତ ଶାସ୍ତ୍ର ତାହା କ'ଣ? ଈଶ୍ୱର ନିଶ୍ୱସିତ। ପରମେଶ୍ୱର ପବିତ୍ର ଆତ୍ମାକୁ ଢାଳିଲେ ଏବଂ ଏହାକୁ ସୃଷ୍ଟି କଲେ। ଆସନ୍ତୁ ଆମେ ପୁନର୍ବାର ପଦ 16କୁ ଦେଖିବା। ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ। ସମସ୍ତ ଲୋକ କିଏ ବାଇବଲ ଲେଖିଅଛନ୍ତି? ଏହା ଆମକୁ ସ୍ପଷ୍ଟ ଭାବରେ ଶିଖାଇଥାଏ ଯେ ବାଇବଲ ସେହି ଲୋକମାନଙ୍କ ଦ୍ୱାରା ଲେଖାଯାଇଥିଲା ଯେଉଁମାନେ ପରମେଶ୍ୱରଙ୍କ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇଥିଲେ। ତେବେ ଆଦି ପୁସ୍ତକରୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ସେଗୁଡ଼ିକ ଭିନ୍ନ ଭିନ୍ନ ଯୁଗରେ ଲେଖାଯାଇଥିଲା। ଯଦିଓ କିଛି ପୁସ୍ତକ ଏକା ସମୟରେ ଲେଖାଯାଇଥିବା ବେଳେ କିଛି ସେଥିମଧ୍ୟରୁ ଅଧିକାଂଶ ଏକା ସମୟରେ ଲେଖାଯାଇନାହିଁ। ଏହି ସମସ୍ତ ବିଷୟବସ୍ତୁ ପରମେଶ୍ୱରଙ୍କ ଦ୍ୱାରା ଦୀର୍ଘ ସମୟ ଧରି ଲିଖିତ ଏକୀକୃତ ଭବିଷ୍ୟବାଣୀ ଅଟେ। ଯଦିଓ ଭବିଷ୍ୟଦ୍ବକ୍ତାମାନେ ଭିନ୍ନ ଭିନ୍ନ ସ୍ଥାନରୁ ଥିଲେ, ସେମାନଙ୍କ ପାଖରେ ଭିନ୍ନ ଭିନ୍ନ ବୃତ୍ତି ଥିଲା ଏବଂ ଭିନ୍ନ ଭିନ୍ନ ଯୁଗରେ ଅସ୍ତିତ୍ୱରେ ଥିଲେ, ତଥାପି ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲ ମାଧ୍ୟମରେ ଶିକ୍ଷା ଦିଅନ୍ତି ଯେ କାହିଁକି ମାନବ ଜାତି ଏହି ପୃଥିବୀକୁ ଆସିଲେ ଏବଂ ଆମେ କେଉଁ ଆଡ଼େ ଯାଉଅଛୁ। ଏଥିପାଇଁ ପରମେଶ୍ୱର ପ୍ରତ୍ୟେକ ଯୁଗରେ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲେ। ସମସ୍ତ ଶାସ୍ତ୍ର ପରମେଶ୍ୱରଙ୍କ ପ୍ରେରଣାରେ ଲେଖାଯାଇଅଛି। 2 ତିମୋଥୀ ଅଧ୍ୟାୟ 3 ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ଏହା ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଲେଖାଯାଇଥିଲା। 2 ତିମୋଥୀ ଅଧ୍ୟାୟ 3 ଅନ୍ୟ ଏକ ସଂସ୍କରଣରେ ନିମ୍ନଲିଖିତ ଭାବରେ ଲିପିବଦ୍ଧ ହୋଇଅଛି। ବାଇବଲରେ ଯାହା କିଛି ଲେଖାଯାଇଛି ତାହା ପରମେଶ୍ୱରଙ୍କ ଆତ୍ମାଠାରୁ ଆସିଥାଏ। ଏହା ଆମ୍ଭମାନଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିଥାଏ। ବାଇବଲ ଆମ୍ଭମାନଙ୍କୁ ସତ୍ୟ ବିଷୟରେ ଶିକ୍ଷା ଦିଏ। ଯେତେବେଳେ ଆମେ ଭୁଲ କାମ କରିଥାଉ ସେତେବେଳେ ଏହା ଆମ୍ଭମାନଙ୍କୁ ଚେତାବନୀ ଦେଇଥାଏ। ଏହା ଆମ୍ଭମାନଙ୍କୁ କ'ଣ ଠିକ୍ ଅଟେ ତାହା ଦେଖାଇଥାଏ। ଏହା ଆମ୍ଭମାନଙ୍କୁ ଉତ୍ତମ ଜୀବନଯାପନ କରିବା ଶିଖାଇଥାଏ। ତେଣୁକରି ଆମ୍ଭମାନଙ୍କୁ ଏହା ବୁଝିବା ଉଚିତ ଯେ ବାଇବଲରେ ଥିବା ବାକ୍ୟଗୁଡ଼ିକ ପରମେଶ୍ୱରଙ୍କ ଠାରୁ ଆସିଥାଏ ଏବଂ ତାହା ମନୁଷ୍ୟମାନଙ୍କ ନିଜ ବିଚାର ଅନୁଯାୟୀ ଲିଖିତ ହୋଇନାହିଁ। ଯେତେବେଳେ ଲୋକମାନେ ନୂତନ ନିୟମରେ ପ୍ରେରିତଙ୍କ କାର୍ଯ୍ୟ କିମ୍ବା ପତ୍ରଗୁଡ଼ିକ ପଢ଼ନ୍ତି, ତେବେ ସେମାନେ ପଚାରନ୍ତି, କ'ଣ ଏହା କେବଳ ପାଉଲ ଲେଖିଥିବା ଏକ ପତ୍ର ନୁହେଁ? ଏହା ଏକ ଭୁଲ ଧାରଣା ଅଟେ ଯେ ବାଇବଲ ମନୁଷ୍ୟମାନଙ୍କ ଦ୍ୱାରା ଲେଖାଯାଇଥିଲା। କିନ୍ତୁ ପ୍ରଥମ ପୃଷ୍ଠାରୁ ଶେଷ ପୃଷ୍ଠା ପର୍ଯ୍ୟନ୍ତ ପରମେଶ୍ୱର ଯିଏକି ଆରମ୍ଭରୁ ଶେଷକୁ ଦେଖନ୍ତି, ଏହି ସମସ୍ତ ବାକ୍ୟକୁ ମାନବ ଜାତିର ପରିତ୍ରାଣ ପାଇଁ ବାଇବଲରେ ରଖିଲେ। ଆମ୍ଭମାନଙ୍କୁ ଏହା ଉପରେ ବିଶ୍ୱାସ କରିବା ଉଚିତ। ତେଣୁକରି ଆମେ କ'ଣ କରିବା ଉଚିତ? ଯେହେତୁ ଏହା ପରିତ୍ରାଣ ପାଇଁ ପରମେଶ୍ୱରଙ୍କ ଇଚ୍ଛା ଧାରଣ କରିଥାଏ, ତେଣୁକରି ଏଥିରେ କେବେ ମଧ୍ୟ କିଛି ଯୋଗ କିମ୍ବା କିଛି ଲୋପ କରିବା ନାହିଁ।
ବାଇବଲ ଇତିହାସ ମାଧ୍ୟମରେ, ଭବିଷ୍ୟବାଣୀ ମାଧ୍ୟମରେ କିମ୍ବା ପତ୍ର ମାଧ୍ୟମରେ ପରମେଶ୍ୱରଙ୍କ ଇଚ୍ଛାକୁ ପ୍ରକାଶ କରେ। ଏହାର ବିଭିନ୍ନ ଉପାୟ ରହିଛି। ତଥାପି ଆମ୍ଭମାନଙ୍କୁ ଏହା କଦାପି ଭୁଲିଯିବା ଉଚିତ ନୁହେଁ ଯେ ପରମେଶ୍ୱର ମାନବ ଜାତିକୁ ତାହାଙ୍କୁ ବୁଝିବାରେ ଏବଂ ସତ୍ୟକୁ ଅନ୍ୱେଷଣ କରିବାରେ ସାହାଯ୍ୟ କରିବା ନିମନ୍ତେ ଏହାକୁ ରେକର୍ଡ କରିଅଛନ୍ତି। କିନ୍ତୁ ଲୋକମାନେ ଏହିପରି ଚିନ୍ତା କରନ୍ତି ନାହିଁ, କିନ୍ତୁ ଭାବନ୍ତି ଏହା କେବଳ ମନୁଷ୍ୟ ଦ୍ୱାରା ଲିଖିତ ଏକ ପାଠ ଅଟେ। ତେଣୁକରି ସେମାନେ ବାଇବଲରେ ପରମେଶ୍ୱରଙ୍କ ଇଚ୍ଛାକୁ ବିକୃତ କରନ୍ତି। ଏହି କାରଣରୁ ସମୟ ଅତିକ୍ରମ କରିବା ସହିତ ଖ୍ରୀଷ୍ଟିଆନ ଧର୍ମର ପତନ ହୋଇଥାଏ ଏବଂ ସମଗ୍ର ୟୁରୋପ, ଉତ୍ତର ଏବଂ ଦକ୍ଷିଣ ଆମେରିକା ଏବଂ ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କ ଜୀବନର ବାକ୍ୟ ଲୋପ ହୋଇଯାଇଅଛି। ଏହା ବାସ୍ତବରେ ଦୁର୍ଭାଗ୍ୟଜନକ ଅଟେ। ଆସନ୍ତୁ ଆମେ ଦ୍ୱିତୀୟ ପିତର ଅଧ୍ୟାୟ 3 ପଦ 14 ଉପରେ ଏକ ନଜର ପକାଇବା। ଅଧ୍ୟାୟ 3 ପଦ 14ରେ ଲେଖା ଅଛି, ଅତଏବ ହେ ପ୍ରିୟମାନେ, ତୁମ୍ଭେମାନେ ଏହି ସମସ୍ତ ବିଷୟ ଅପେକ୍ଷା କରିଥିବାରୁ ତାହାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର। ପୁଣି ଆମ୍ଭମାନଙ୍କ ପ୍ରଭୁଙ୍କର ଦୀର୍ଘ ସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାର ଦତ୍ତ ଜ୍ଞାନାନୁସାରେ ତୁମମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି। ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହିସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାରେ କହନ୍ତି। ସେହି ସବୁରେ ଏପରି କେତେକ ବିଷୟ ଅଛି ଯାହାକି ବୁଝିବାକୁ ଜଟିଳ। ପୁଣି ଅଶିକ୍ଷିତ ଚଞ୍ଚଳମତି ଲୋକେ ସେମାନେ କ'ଣ କରନ୍ତି? ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି ସେମାନେ ବାଇବଲକୁ ବିକୃତ କରନ୍ତି। ଅନ୍ୟ ଅର୍ଥରେ ସେମାନେ ଶବ୍ଦକୁ ପରିବର୍ତ୍ତନ କରିଦିଅନ୍ତି। ଏପରି କରିବା ଦ୍ୱାରା ସେମାନଙ୍କ ସହିତ କ'ଣ ହେବ? ସେ ସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି। ଅତଏବ ହେ ପ୍ରିୟମାନେ, ତୁମ୍ଭେମାନେ ପୂର୍ବରୁ ଏହି ସବୁ ଜାଣି ସତର୍କ ହୋଇଥାଅ। ଅର୍ଥ ସାବଧାନ ରହିବା। କାଳେ ଦୁରାଚାରୀମାନଙ୍କ ଭ୍ରାନ୍ତିରେ ପଡ଼ି ତୁମ୍ଭେମାନେ ମଧ୍ୟ ଆପଣାମାନଙ୍କ ଦୃଢ଼ତାରୁ ସ୍ଖଳିତ ହୁଅ। ବରଞ୍ଚ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଅନନ୍ତ କାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର। ଯେପରିକି ଆମେ ଏଠାରେ ଦେଖିପାରିବା, ବାଇବଲକୁ କେହି ବଳପୂର୍ବକ ବ୍ୟାଖ୍ୟା କରିବା ଉଚିତ ନୁହେଁ। ତେବେ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ବ୍ୟାଖ୍ୟାକୁ ଶୁଣିବା ଉଚିତ, ଯିଏକି ବାଇବଲର ଲେଖକ ଅଟନ୍ତି। ମିଖା ଅଧ୍ୟାୟ 4 ଅନୁଯାୟୀ ଶେଷ ଦିନରେ ପରମେଶ୍ୱର କ'ଣ କରିବା ପାଇଁ କହୁଅଛନ୍ତି? ଆସନ୍ତୁ ଆମେ ମିଖା ଅଧ୍ୟାୟ 4ରେ ଥିବା ଭବିଷ୍ୟବାଣୀକୁ ଦେଖିବା। ମିଖା ଅଧ୍ୟାୟ 4 ପଦ 1ରେ ବାକ୍ୟ କହିଥାଏ, ମାତ୍ର ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ ପର୍ବତ ଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତ ଗଣ ଅପେକ୍ଷା ଉଚ୍ଚୀକୃତ ହେବ, ଆଉ ଗୋଷ୍ଠୀ ଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। ପୁଣି ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମ୍ଭେମାନେ ଆସ ସଦାପ୍ରଭୁଙ୍କ ପର୍ବତକୁ, ଜାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ। ତହିଁରେ ସେ କ'ଣ କରିବେ? ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ। ଏପରି କେବେ ଘଟିବ? ଶେଷ ଦିନରେ। ଶେଷ ଦିନରେ ପରମେଶ୍ୱର ଆସିବେ ଏବଂ ଆମ୍ଭମାନଙ୍କୁ ତାହାଙ୍କର ମାର୍ଗ ଶିଖାଇବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା। ଆମେ ନୂତନ ସିଦ୍ଧାନ୍ତ ସୃଷ୍ଟି କରୁନାହୁଁ। ବାଇବଲ ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ପରମେଶ୍ୱରଙ୍କ ବାକ୍ୟକୁ ବିକୃତ କରିବା ଭୁଲ ଅଟେ। ଆସନ୍ତୁ ଆମ୍ଭେମାନେ ପୁନର୍ବାର ପଦ 2 ଦେଖିବା। ଏହା କହିଥାଏ, କାରଣ ସିଓନ ଠାରୁ ବ୍ୟବସ୍ଥା ଓ ଜେରୁସାଲେମ ଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। ଶେଷ ଦିନରେ ଆମେ ପରମେଶ୍ୱରଙ୍କ ଠାରୁ ଶିକ୍ଷା କରିବା ଉଚିତ। କ'ଣ ଏଥିପାଇଁ ଏବ୍ରୀ ଅଧ୍ୟାୟ 9 ପଦ 28ରେ ଲେଖା ନାହିଁ ଯେ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ନିକଟକୁ ସେ ଦ୍ୱିତୀୟ ଥର ଆସିବେ? ତେବେ ଦ୍ୱିତୀୟ ଆଗମନ ପରମେଶ୍ୱର ବାଇବଲର ଅଧିକାରକୁ କିପରି ବ୍ୟାଖ୍ୟା କଲେ? ବାଇବଲ ଏକ ମନଗଢ଼ା କଥା ନୁହେଁ, ବରଂ ତାହା ପୂରଣ ହେବାକୁ ଯାଉଥିବା ବିଷୟଗୁଡ଼ିକର ଏକ ବାସ୍ତବିକ ବର୍ଣ୍ଣନା ଅଟେ। ଲୋକମାନେ କୁହନ୍ତି, ମୁଁ ବାଇବଲର ଅଧିକାରକୁ ସ୍ୱୀକାର କରିବାକୁ ଚାହେଁ, ତଥାପି ସେମାନେ ବାଇବଲରେ ବର୍ଣ୍ଣିତ ନିସ୍ତାର ପର୍ବର ପାଳନ କରନ୍ତି ନାହିଁ, ହଁ ନା? କ'ଣ ସେମାନେ ବିଶ୍ରାମ ଦିନ ପାଳନ କରନ୍ତି କି ନାହିଁ?
ଯୀଶୁ କହିଲେ ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ। ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ। କଣ ସେ ସେମାନଙ୍କୁ ଅସ୍ୱୀକାର କରିନାହାନ୍ତି କି? ଆପଣା ମୁଖ ଦ୍ୱାରା ସେମାନେ କୁହନ୍ତି ଆମ୍ଭମାନଙ୍କୁ ବାଇବଲକୁ ବିଶ୍ୱାସ କରିବା ଉଚିତ, ତଥାପି ସେମାନେ ତାହା ଉପରେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଆମ୍ଭେମାନେ ସେମାନଙ୍କ ଭଳି ହେବା ଉଚିତ ନୁହେଁ। ପରମେଶ୍ୱର ଆମ୍ଭମାନଙ୍କୁ ସ୍ୱର୍ଗର ମାର୍ଗ ଖୋଲିବା, ଆମ୍ଭମାନଙ୍କର ସମସ୍ତ ଭୁଲ କାର୍ଯ୍ୟକୁ ସୁଧାରିବା ଏବଂ ପରିତ୍ରାଣର ମାର୍ଗକୁ ନେଇଯିବା ନିମନ୍ତେ ବାଇବଲ ଦେଇଅଛନ୍ତି। କଣ ସେଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲ ଦେଇନାହାନ୍ତି କି? ତେବେ ଆସନ୍ତୁ ପ୍ରଥମେ ଆମ୍ଭେମାନେ ନିଶ୍ଚିତ କରିବା ଯେ ବାଇବଲ ସତ୍ୟ ଅଟେ। ଆସନ୍ତୁ ଆମେ ଆୟୁବ ଅଧ୍ୟାୟ 26 ଦେଖିବା। ଆୟୁବ ଅଧ୍ୟାୟ 26 ପଦ 7ରେ ଲେଖା ଅଛି, ସେ ଶୂନ୍ୟ ଉପରେ ଉତ୍ତର କେନ୍ଦ୍ର କରି ପ୍ରସାରନ୍ତି ଓ ଅବସ୍ତୁ ଉପରେ ପୃଥିବୀ କି? ଏଠାରେ ପୃଥିବୀ ଅର୍ଥ ଏହି ଦୁନିଆକୁ ବୁଝାଏ। ସେ ଏହି ପୃଥିବୀକୁ କିପରି ରଖିଅଛନ୍ତି? ଝୁଲାନ୍ତି। ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ପୃଥିବୀ ଶୂନ୍ୟରେ ଝୁଲୁଅଛି। ଆୟୁବ ପୁସ୍ତକ ପ୍ରାୟ 3500 ବର୍ଷ ପୂର୍ବେ ଲେଖାଯାଇଥିଲା। ପରମେଶ୍ୱର 3500 ବର୍ଷ ପୂର୍ବେ ଆୟୁବଙ୍କ ମାଧ୍ୟମରେ ଏହା ପ୍ରକାଶ କରିଥିଲେ। ମାଧ୍ୟାକର୍ଷଣର ସିଦ୍ଧାନ୍ତକୁ ଆନୁଷ୍ଠାନିକ ଭାବେ 1687 ମସିହାରେ ନ୍ୟୁଟନ ନାମକ ଜଣେ ବୈଜ୍ଞାନିକଙ୍କ ମାଧ୍ୟମରେ ଜଣାଗଲା। ତେବେ ସେହି ସମୟ ପୂର୍ବରୁ ଲୋକମାନେ ପୃଥିବୀ ବିଷୟରେ କ'ଣ ଚିନ୍ତା କରୁଥିଲେ? ଲୋକମାନେ ବିଶ୍ୱାସ କରୁଥିଲେ ଯେ ଏହି ପୃଥିବୀ ଏକ ବିଶାଳ ହାତୀର ପିଠି ଉପରେ ରଖାଯାଇଅଛି। ପୃଥିବୀ ଗୋଲଟେ, ପୃଥିବୀ ମହାକାଶରେ ଝୁଲୁଅଛି। ଏହା କଳ୍ପନାର ବାହାରେ ଥିଲା। କିନ୍ତୁ ବର୍ତ୍ତମାନ କ'ଣ ସମସ୍ତ ଲୋକ ଏହା ବିଶ୍ୱାସ କରନ୍ତି ନାହିଁ ଯେ ପୃଥିବୀ ମହାକାଶରେ ଝୁଲୁଅଛି? ଆଜିକାଲି ସାଟେଲାଇଟ୍ ପରି କୃତ୍ରିମ ଉପଗ୍ରହ ମହାକାଶରେ ଉଡ଼ୁଥାଇ ପୃଥିବୀର ଫଟୋ ଉଠାଉଅଛି। ଆଶ୍ଚର୍ଯ୍ୟଜନକ ଭାବେ 3500 ବର୍ଷ ପୂର୍ବେ ପରମେଶ୍ୱର ଜଣେ ଭବିଷ୍ୟତବକ୍ତାଙ୍କ ମାଧ୍ୟମରେ ଏହା ପ୍ରକାଶ କରିସାରିଥିଲେ। କିନ୍ତୁ କ'ଣ ସେହି ସମୟରେ ଲୋକମାନେ ଏହା ବିଶ୍ୱାସ କରୁଥିଲେ କି? ସେମାନଙ୍କର ବୈଜ୍ଞାନିକ ବୁଦ୍ଧି ସହିତ ଏହା ଅବିସ୍ମରଣୀୟ ଥିଲା ଯେ ପୃଥିବୀ ମହାକାଶରେ ସ୍ଥଗିତ ରଖାଯାଇଥିଲା। କିନ୍ତୁ ହଜାର ହଜାର ବର୍ଷ ପୂର୍ବରୁ ପରମେଶ୍ୱର କ'ଣ କହିଥିଲେ? ପୃଥିବୀ ଶୂନ୍ୟରେ ମହାକାଶରେ ଝୁଲୁଅଛି। କ'ଣ ଏହା ଆମ୍ଭମାନଙ୍କୁ ଏହା ନିଶ୍ଚିତ କରିବାକୁ ଅନୁମତି ଦିଏ ନାହିଁ ଯେ ବାଇବଲ ପରମେଶ୍ୱରଙ୍କ ବାକ୍ୟ ଅଟେ ଏବଂ ସତ୍ୟ ଅଟେ? ଯେହେତୁ ବାଇବଲ ବିଜ୍ଞାନ ପୂର୍ବରୁ ଅଛି, ତେଣୁକରି ଆମ୍ଭମାନଙ୍କ ସୀମିତ ବୁଝାମଣା ସହିତ ଆମ୍ଭେମାନେ ପରମେଶ୍ୱରଙ୍କ ଇଚ୍ଛାକୁ ବୁଝିପାରିବା ନାହିଁ। ସେଥିପାଇଁ ସେହି ସମୟରେ ଲୋକମାନଙ୍କ ନିମନ୍ତେ ସତ୍ୟକୁ ଗ୍ରହଣ କରିବା ବହୁତ କଷ୍ଟକର ଥିଲା। ଆମ୍ଭେମାନେ କହିଥାଉ ସ୍ୱର୍ଗରାଜ୍ୟ ଅଛି। ବାଇବଲ କ'ଣ କହିଥାଏ ଯେ ସ୍ୱର୍ଗରାଜ୍ୟ ଅଛି କି ନାହିଁ? ତଥାପି ଲୋକମାନେ ଏହାକୁ ବିଶ୍ୱାସ କରନ୍ତି ନାହିଁ। ଆମ୍ଭେମାନେ କହିଥାଉ ନର୍କ ଅଛି। କିନ୍ତୁ କ'ଣ ଲୋକମାନେ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି ନାହିଁ କି? ଯେହେତୁ ସେମାନେ ଏହା ବିଶ୍ୱାସ କରନ୍ତି ନାହିଁ, ତେଣୁକରି ସେମାନେ ସ୍ୱର୍ଗକୁ ଯିବାର ମାର୍ଗ ଅନ୍ୱେଷଣ କରିବାରେ ବିଫଳ ହୁଅନ୍ତି। ଲୋକମାନେ ଏକ ଦୁଃଖଦ ଏବଂ ମୂର୍ଖ ପରିସ୍ଥିତିରେ ଅଛନ୍ତି, କାରଣ ସେମାନେ ଏହା ଜାଣିବା ପାଇଁ ଆସନ୍ତି ନାହିଁ ଯେ ନର୍କରୁ କିପରି ରକ୍ଷା ପାଇବେ। ହଁ ନା? ପରମେଶ୍ୱରଙ୍କ ସମସ୍ତ ବାକ୍ୟ ଲୋକମାନଙ୍କ ଚିନ୍ତାଧାରାରୁ ହଜାର ହଜାର ବର୍ଷ ପୂର୍ବରୁ ଅଟେ ଏବଂ ପରମେଶ୍ୱର ବାଇବଲ ମାଧ୍ୟମରେ ମାନବ ଜାତି ନିମନ୍ତେ ସତ୍ୟକୁ ପ୍ରକାଶ କରିଅଛନ୍ତି। ଆସନ୍ତୁ ଆମେ ଆୟୁବ ଅଧ୍ୟାୟ 36 ପଦ 24 ଦେଖିବା। ଅଧ୍ୟାୟ 36 ପଦ 24ରେ ଲେଖା ଅଛି, ତାହାଙ୍କ କାର୍ଯ୍ୟର ମାହାତ୍ମ୍ୟ ପ୍ରକାଶ କରିବାକୁ ସ୍ମରଣ କର, ଲୋକମାନେ ତହିଁର କୀର୍ତ୍ତନ କରିଅଛନ୍ତି। ସମସ୍ତ ଲୋକ ତହିଁ ପ୍ରତି ନିରୀକ୍ଷଣ କରିଅଛନ୍ତି, ମନୁଷ୍ୟ ଦୂରରୁ ତାହା ଦେଖେ। ପଦ 26, ଦେଖ ପରମେଶ୍ୱର ମହାନ ଓ ଆମ୍ଭେମାନେ ତାହାଙ୍କୁ ଜାଣୁନାହୁଁ, ତାହାଙ୍କ ବର୍ଷର ସଂଖ୍ୟା ଅନନ୍ୟ ସନ୍ଦେହ। କାରଣ ସେ ଜଳବିନ୍ଦୁ ସବୁ ଆକର୍ଷଣ କରି ତାହା ବୃଷ୍ଟି ରୂପେ ତାହାଙ୍କ ବାଷ୍ପରୁ ପଡ଼େ। ଆକାଶ ତାହା ଢାଳି ଦିଏ ଓ ମନୁଷ୍ୟ ଉପରେ ତାହା ବହୁଳ ରୂପେ ବର୍ଷେ। ଜଳବିନ୍ଦୁ ସବୁ ଆକର୍ଷଣ କରନ୍ତି ଶବ୍ଦର ଅର୍ଥ ଜଳ ବାଷ୍ପରେ ପରିଣତ ହୋଇଥାଏ ଏବଂ ବାୟୁରେ ଉଠାଇ ନିଆଯାଏ।
ଏହା ମେଘରେ ପରିଣତ ହୁଏ, ଯାହାପରେ ପ୍ରଚୁର ବର୍ଷା ପରି ବର୍ଷିଥାଏ। ଆମ୍ଭେମାନେ ଦେଖିପାରିବା ଯେ ପରମେଶ୍ୱର ଆୟୁବ ପୁସ୍ତକ ଅଧ୍ୟାୟ 36ରେ ଜଳଚକ୍ର ବିଷୟରେ ସେତେବେଳେ ବର୍ଣ୍ଣନା କରିଥିଲେ, ଯେତେବେଳେ ଲୋକମାନେ ଚିନ୍ତା କରୁଥିଲେ ଯେ ବର୍ଷା କେବଳ ଆକାଶରୁ ପଡ଼ୁଥିବା ଜଳ ଅଟେ। ଏହା 17ବିଂଶ ଶତାବ୍ଦୀରେ ମାନବ ଜାତି ଜଳଚକ୍ର ବିଷୟରେ ବୈଜ୍ଞାନିକ ଆଗ୍ରହ ନେଇଥିଲେ ଏବଂ ତତ୍ତ୍ୱକୁ ସଂଗଠିତ କରିଥିଲା। ତେଣୁକରି ପରମେଶ୍ୱରଙ୍କ ବାକ୍ୟ ସର୍ବଦା ମନୁଷ୍ୟର ବୈଜ୍ଞାନିକ ବୁଦ୍ଧିଠାରୁ ଆଗରେ ରହିଥାଏ। ଯଦି ଏହା ଏହିପରି ଭାବରେ ବାଇବଲରେ ଲେଖାଯାଇଛି, ତେବେ ଆମ୍ଭମାନଙ୍କୁ ଏହା ବିଶ୍ୱାସ କରିବା ଉଚିତ ଯେ ବାଇବଲ ସତ୍ୟ ଅଟେ। ସେହି ଦିନରେ ଲୋକମାନେ ପଚାରିଥିବେ, ଜଳ କିପରି ଆକାଶକୁ ଯାଇଥାଏ? ମୁଁ ଏହା କେବେ ଦେଖି ନାହିଁ। ଏହା ମିଥ୍ୟା ହେବା ଉଚିତ। ମୁଁ ଏହାକୁ ବିଶ୍ୱାସ କରିପାରିବି ନାହିଁ। ପ୍ରାୟ 400ରୁ 500 ବର୍ଷ ପୂର୍ବେ 17ବିଂଶ ଶତାବ୍ଦୀରେ ଲୋକେ ଏହାକୁ ଅନୁସନ୍ଧାନ କରିଥିଲେ। ତଥାପି 3500 ବର୍ଷ ପୂର୍ବେ ପରମେଶ୍ୱର ଏହା ଭବିଷ୍ୟତବକ୍ତାମାନଙ୍କ ମାଧ୍ୟମରେ ରେକର୍ଡ କରିସାରିଥିଲେ। ହଁ ନା? ମୁଁ ଆଜି ଆପଣମାନଙ୍କ ସହିତ ଏହା ଭାଗ କରିବାର କାରଣ ଏହା ଅଟେ ଯେ ବାଇବଲରେ ଲେଖାଯାଇଥିବା ସମସ୍ତ ବିଷୟ ସତ୍ୟ ଅଟେ ଏବଂ ଆମ୍ଭମାନଙ୍କୁ ଏହା ଉପରେ ବିଶ୍ୱାସ କରିବା ଉଚିତ। ସେହି ସମୟରେ ହୁଏତ ଲୋକମାନେ ଏହାକୁ ବିଶ୍ୱାସ କରିନଥିବେ, କିନ୍ତୁ ଯେତେବେଳେ ସମୟ ଆସିବ ତେବେ ସମସ୍ତେ କହିବେ ଏହା ସତ୍ୟ ଥିଲା। ବାଇବଲରେ ପ୍ରକୃତରେ କ'ଣ ଘଟିବ ତାହା ରେକର୍ଡ କରାଯାଇଅଛି। ଆଜି ମୁଁ ଆପଣମାନଙ୍କୁ ଏଭଳି କିଛି ଉଦାହରଣ ପ୍ରସ୍ତୁତ କରିବି। ଯୀଶୁଙ୍କ ଆଗମନର ପ୍ରାୟ 700 ବର୍ଷ ପୂର୍ବରୁ ଯିଶାୟ ଜଣେ ଭବିଷ୍ୟତବକ୍ତା ଥିଲେ। ଯିଶାୟ ଅଧ୍ୟାୟ 53ରେ ଏହା ଖ୍ରୀଷ୍ଟଙ୍କ ବିଷୟରେ ଉଲ୍ଲେଖ କରିଥାଏ, ଯିଏକି 700 ବର୍ଷ ପରେ ଆସିବେ। ଆସନ୍ତୁ ଆମେ ଯିଶାୟ ଅଧ୍ୟାୟ 53 ପଦ 1 ଦେଖିବା। ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢ଼ିଲେ। ତାହାଙ୍କର ରୂପ କି ଶୋଭା ନାହିଁ, ପୁଣି ତାହାଙ୍କୁ ଦେଖିଲେ ଆମ୍ଭେମାନେ ଯେ ଶ୍ରଦ୍ଧା କରିବା ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ। ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ। ଭବିଷ୍ୟତବକ୍ତା ଯିଶାୟ ଏକ ବିଶେଷ ବ୍ୟକ୍ତିଙ୍କ ବିଷୟରେ ଭବିଷ୍ୟବାଣୀ କରିଥିଲେ, ଯିଏକି 700 ବର୍ଷ ପରେ ଦେଖାଯିବ ଏବଂ ତାହାଙ୍କୁ ମାନବ ଜାତି ଦ୍ୱାରା ଅସ୍ୱୀକାର କରାଯିବ। ଦୁଃଖୀ ଲୋକ ଓ ଶୋକ ପରିଚିତ। ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। ପଦ 4, ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନା ସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥା ସବୁ ବହିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ। ଆମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ, ଆଉ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। ଏହିପରି ପରମେଶ୍ୱର ଭବିଷ୍ୟତବକ୍ତା ଯିଶାୟଙ୍କୁ ସେହି ସମସ୍ତ ବିଷୟକୁ ରେକର୍ଡ କରିବାକୁ ଦେଲେ, ଯାହା 700 ବର୍ଷ ପରେ ଘଟିବ। ତେବେ କ'ଣ ଏହି ଘଟଣା 700 ବର୍ଷ ପରେ ଘଟିଲା? ସବୁ ଠିକ୍ ସେହିପରି ଘଟିଲା ଯେମିତି ଲେଖାଯାଇଥିଲା। ଆସନ୍ତୁ ଆମେ ଏହା ଯାଞ୍ଚ କରିବା ଜାରି ରଖିବା। ସେ ଉପଦ୍ରବ ପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟେଇଲେ ନାହିଁ। ବଧସ୍ଥାନକୁ ନିଆଯିବା ମେଷ ଶାବକ ତୁଲ୍ୟ, ଲୋମଛେଦକମାନଙ୍କ ସମ୍ମୁଖରେ ନୀରବ ମେଷି ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟେଇଲେ ନାହିଁ। ଆମ୍ଭମାନଙ୍କ ଅପରାଧ ହେତୁ ଏହି ସବୁ ଘଟିଲା। ଆସନ୍ତୁ ପଦ 8 ଦେଖିବା। ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ, ଆଉ ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। ପୁଣି ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁରେ ସେ ଧନବାନର ସଙ୍ଗୀ ହେଲେ।
ଯୀଶୁଙ୍କ ଜୀବନରେ ସବୁକିଛି ଠିକ୍ ସେହିପରି ହେଲା ଯେପରି ଭବିଷ୍ୟବାଣୀ କରାଯାଇଥିଲା। 그대로 일어났습니다. ଯୋସେଫ ନାମକ ଜଣେ ଧନୀ ଲୋକର କବରରେ ତାହାଙ୍କୁ ରଖାଗଲା। 돌아가실 때는 ଆହୁରି ମଧ୍ୟ ସେ କାହା ସହିତ କ୍ରୁଶବିଦ୍ଧ ହୋଇଥିଲେ? 좌우편에 있는 ତାଙ୍କୁ ଦୁଇ ଡକାୟତଙ୍କ ସହ କ୍ରୁଶରେ ଚଢ଼ାଯାଇଥିଲା। 채찍 ତାହାଙ୍କୁ କୋରଡ଼ା ପ୍ରହାର କରାଯାଇଥିଲା କି ନାହିଁ? ତାହାଙ୍କୁ ଅନ୍ୟାୟ ଭାବେ ନିନ୍ଦା କରାଯାଇଥିଲା କି ନାହିଁ? 찔리움 ତାହାଙ୍କୁ ବିଧ କରାଯାଇଥିଲା କି ନାହିଁ? 뭐 ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସବୁକିଛି ପୂରଣ ହେଲା। 한 것이 없습니다. 그래서 우리는 ତେଣୁକରି ଆମ୍ଭେମାନେ ନିଶ୍ଚିତ କରିପାରିବା ଯେ ବାଇବଲରେ ପରମେଶ୍ୱରଙ୍କ ବାକ୍ୟ ଅଛି, 앞서서 ଯାହା ଭବିଷ୍ୟତର ଘଟଣାଗୁଡ଼ିକର ଭବିଷ୍ୟବାଣୀ କରିବା ନିମନ୍ତେ ପୂର୍ବରୁ ଲେଖାଯାଇଥିଲା। 기록된 내용이나 ଆମେ ଏହା ମଧ୍ୟ ନିଶ୍ଚିତ କରିପାରିବା ଯେ ଏହି ବାକ୍ୟଗୁଡ଼ିକ କାହାର କଳ୍ପନା ନୁହେଁ, ହଁ ନା? 있다는 사실을 확인. ଆମ୍ଭମାନଙ୍କୁ ବାଇବଲର ସମ୍ପୂର୍ଣ୍ଣ ଅଧିକାରକୁ ବଜାୟ ରଖୁଥାଇ କେବେ ମଧ୍ୟ ସେଥିରେ ଯୋଗ କିମ୍ବା ଲୋପ କରିବା ଉଚିତ ନୁହେଁ। 결단코 더하지도 ଏପରି ଏଥିପାଇଁ ଅଟେ କାରଣ ଏହା ପରମେଶ୍ୱରଙ୍କ ବାକ୍ୟ ଅଟେ। 하신 말씀이기 때문에 ପରମେଶ୍ୱର ପରିତ୍ରାଣର ପ୍ରତ୍ୟେକ ଯୋଜନାକୁ 0.001 ଶତକଡ଼ା ତ୍ରୁଟି ବିନା ପ୍ରସ୍ତୁତ କରିଅଛନ୍ତି। 만들어 놓으신 내용인데 ମାତ୍ର ଜଣେ ମନୁଷ୍ୟ କିପରି କହିପାରିବେ ଏହା ଏହିପରି କିମ୍ବା ସେହିପରି ହେବା ଉଚିତ? 이렇다 저렇다 논할 수가 있겠습니까? ପ୍ରକୃତରେ ଯୀଶୁ ଏହି ବାକ୍ୟଗୁଡ଼ିକୁ ବାସ୍ତବରେ ସେହିପରି ପୂର୍ଣ୍ଣ କଲେ ଯେପରି ଯିଶାୟ ଅଧ୍ୟାୟ 53ରେ ଲେଖା ଅଛି। 마태복음 27장 ଆସନ୍ତୁ ଆମେ ମାଥ୍ୟୁ ଅଧ୍ୟାୟ 27 ପଦ 56କୁ ନିଶ୍ଚିତ କରିବା। ବେଳ ଗଡ଼ି ଆସନ୍ତେ ଯୋସେଫ ନାମକ ହାରାମଥିଆର ଜଣେ ଧନୀ ଲୋକ ଆସିଲେ। ଏଠାରେ ଧନୀ ବ୍ୟକ୍ତି ଉପରେ ଗୁରୁତ୍ୱ ଦିଆଯାଇଅଛି। 뭐가 ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ। ସେ ପିଲାତଙ୍କ ନିକଟକୁ ଯେ ଯୀଶୁଙ୍କ ଶରୀର ମାଗିଲେ, ସେଥିରେ ପିଲାତ ତାହା ଦେବାକୁ ଆଜ୍ଞା କଲେ। 빌라도에게 가서 예수의 ଯୋସେଫ ଶରୀରଟି ଘେନି ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼େଇ 요셉이 시체를 가져 ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ଏହା କାହାର କବର ଥିଲା? ଏହା ଧନୀ ଲୋକର କବର ଥିଲା। ସେଥିମଧ୍ୟରେ ତାହା ଥୋଇଲେ ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗୋଡ଼ାଇ ଦେଇ ଚାଲିଗଲେ। 이렇게 기록되어 있습니다. କ'ଣ ଯିଶାୟ ଅଧ୍ୟାୟ 53ରେ ଲେଖାଯାଇଥିବା ଭବିଷ୍ୟବାଣୀ 700 ବର୍ଷ ପରେ ପୂରଣ ହେଲା? 이루어지고 있습니까? 이루어지지 않았습니까? ଏହା ମଧ୍ୟ ଭବିଷ୍ୟବାଣୀ କରାଯାଇଥିଲା ଯେ ତାହାଙ୍କୁ ଦୁଷ୍ଟମାନଙ୍କ ସହିତ କବର ଦିଆଯିବ। 누가복음 우리 23장에서 ଆସନ୍ତୁ ଲୁକ୍ ଅଧ୍ୟାୟ 23ରେ ଏହାକୁ ନିଶ୍ଚିତ କରିବା। 누가복음 23장 ଲୁକ୍ ଅଧ୍ୟାୟ 23 ପଦ 39। ଆଉ କ୍ରୁଶରେ ଚଢ଼ାଯାଇଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନୋହୁ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର। 너와 우리를 କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଛୁ, ତୁ ଈଶ୍ୱରଙ୍କୁ କ'ଣ ଭୟ ମଧ୍ୟ କରୁନାହୁଁ? 죄를 받고서도 하나님을 두려워 아니하느냐? ବର୍ତ୍ତମାନ ପଦ 39 ଅନୁସାରେ ସେଠାରେ କିଏ ଟଙ୍ଗା ଯାଇଥିଲେ? 누구라고요? ସେଥିମଧ୍ୟରୁ ଜଣେ ଅପରାଧୀ ଥିଲା। 그랬습니다. ଯିଶାୟ ଅଧ୍ୟାୟ 53 ଅନୁଯାୟୀ କାହା ସହିତ ତାଙ୍କୁ କବର ଦିଆଯାଇଥିଲା? 이미 누구와 함께 되었다고요? ତାହାଙ୍କୁ ଦୁଷ୍ଟମାନଙ୍କ ସହିତ କବର ଦିଆଗଲା। ତାହାଙ୍କ ଉଭୟ ପାର୍ଶ୍ୱରେ 2 ଜଣ ଡକାୟତ ଥିଲେ। 사람은 자기 죄를 ଡାହାଣ ପାର୍ଶ୍ୱରେ ଥିବା ଦୁଷ୍କର୍ମକାରୀ ନିଜ ପାପ ସ୍ୱୀକାର କରି ଯୀଶୁଙ୍କୁ କହିଲା, 나를 기억하소서. ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। 말씀을 ଅନ୍ୟ ପକ୍ଷରେ ବାମ ପାର୍ଶ୍ୱରେ ଥିବା ଦୁଷ୍କର୍ମକାରୀ ଯୀଶୁଙ୍କୁ ପରିହାସ କଲା। 이 장면이 이제 지금 ଶେଷରେ ତାହାଙ୍କୁ ଦୁଷ୍ଟମାନଙ୍କ ସହିତ ଏକ କବର ଦିଆଗଲା 악인들과 ଏବଂ ସେ ମୃତ୍ୟୁବରଣ କରିବା ପରେ ତାହାଙ୍କୁ ଯୋସେଫ ନାମକ ଜଣେ ଧନୀ ବ୍ୟକ୍ତିଙ୍କ କବରରେ ରଖିଲେ। ପରମେଶ୍ୱର ଭବିଷ୍ୟତ ବକ୍ତା ଯିଶାୟଙ୍କ ମାଧ୍ୟମରେ 700년 뒤에 ଯୀଶୁଖ୍ରୀଷ୍ଟଙ୍କ ସମସ୍ତ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ, ଯିଏକି 700 ବର୍ଷ ପରେ ପ୍ରକଟ ହେବେ। 설명을 하고 계십니다. 그러니까 ତେଣୁକରି ଆମ୍ଭେମାନେ ସେହିମାନଙ୍କ କଥା ଶୁଣିବା ଉଚିତ ନୁହେଁ ଯେଉଁମାନେ ବାଇବଲକୁ ବିଶ୍ୱାସ କରନ୍ତି ନାହିଁ। 이 성경은 절대 କିନ୍ତୁ ମନେ ରଖିବା ଉଚିତ ଯେ ବାଇବଲ ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ବାକ୍ୟ ଅଟେ ଏବଂ ନିଶ୍ଚିତ ଭାବରେ ପୂରଣ ହେବ। 조심해야 되겠습니다. 땅이 공중 ଯଦି 3500 ବର୍ଷ ପୂର୍ବେ ଲୋକମାନେ ଜାଣିଥାନ୍ତେ ଯେ ପୃଥିବୀ ମହାକାଶରେ ଝୁଲୁଅଛି, ତେବେ ସେମାନେ ଭୟଭୀତ ହୋଇଥାନ୍ତେ। 그러나 지금 କିନ୍ତୁ ଯେପରି ବିଜ୍ଞାନ ପ୍ରମାଣିତ କରେ ପୃଥିବୀ ମହାକାଶରେ ଝୁଲୁଅଛି, 되는 것처럼 ଶୀଘ୍ର ପରମେଶ୍ୱର ଆମ୍ଭମାନଙ୍କୁ ନିଜ ଆଖିରେ ସ୍ୱର୍ଗ ଏବଂ ନର୍କକୁ ମଧ୍ୟ ଦେଖିବାକୁ ଅନୁମତି ଦେବେ, ଯାହା ପ୍ରକୃତରେ ଅଛି। 머지 않았습니다. ମୁଁ ଆଶା କରୁଅଛି ଯେ କୌଣସି ବ୍ୟକ୍ତି ମଧ୍ୟ ନର୍କକୁ ଯିବେ ନାହିଁ। 들어가지 않기를 바랍니다. ଗତ କିଛି ଦିନ ହେବ ପାଗ ବହୁତ ଗରମ ରହିଛି। କ'ଣ ଏହା ଯନ୍ତ୍ରଣାଦାୟକ ନୁହେଁ କି? 연일 그냥 ଉଚ୍ଚ ତାପମାତ୍ରା ଯୋଗୁଁ ଦୈନନ୍ଦିନ ଜୀବନଯାପନ କଷ୍ଟକର ହୋଇପଡ଼ିଛି। 가운데 있습니다. ଅଗ୍ନିମୟ ହ୍ରଦରେ ଅନନ୍ତ ଦଣ୍ଡକୁ ବିଚାର କରୁଥାଇ 곳에서 ଆମ୍ଭମାନଙ୍କୁ ଶୀଘ୍ର ସମସ୍ତଙ୍କୁ ସତ୍ୟକୁ ମାର୍ଗଦର୍ଶନ କରିବା ଉଚିତ, 않고 죄 ଯେଉଁଠାରେ ସେମାନେ ପାପ କ୍ଷମା ଏବଂ ପରିତ୍ରାଣ ପାଇପାରିବେ
ଯାହାଦ୍ୱାରା ସେମାନେ ନରକକୁ ଯିବେ ନାହିଁ। 인도해야 되겠습니다. ଏପରି ଏଥିପାଇଁ ଅଟେ କାରଣ ବାଇବଲରେ ଲିପିବଦ୍ଧ ହୋଇଥିବା ସମସ୍ତ ବିଷୟ ସତ୍ୟ ଅଟେ। ଯଦିଓ ପରମେଶ୍ୱର ମାନବ ଜାତିଙ୍କୁ ସତ୍ୟକୁ ଶିକ୍ଷା ଦିଅନ୍ତି, ତଥାପି ଲୋକମାନେ ଏହା ଉପରେ ବିଶ୍ୱାସ କରନ୍ତି ନାହିଁ। 뭐 죽으면 ଯଦି ମୁଁ ମରିଯାଏ ତେବେ ମୁଁ ନରକକୁ ଯିବି, ଅନ୍ୟମାନେ ମଧ୍ୟ ସେଠାକୁ ଯାଉଅଛନ୍ତି, ଏଥିରେ ଅସୁବିଧା କ'ଣ ଅଛି? ଏମାନେ ସବୁଠାରୁ ଦୟନୀୟ ଅଟନ୍ତି। 내용을 정확히 알고 ତେଣୁକରି ପ୍ରତ୍ୟେକଙ୍କୁ ବାଇବଲକୁ ସଠିକ୍ ଭାବରେ ବୁଝିବା ଆବଶ୍ୟକ ଏବଂ ବିଶ୍ୱାସ କରିବା ଉଚିତ ଯେ ଏହା ନିଶ୍ଚିତ ଭାବରେ ପୂରଣ ହେବ। 모두가 꼭 되셔야 되겠습니다. ଆସନ୍ତୁ ଆମେ ଯୋହନ ଅଧ୍ୟାୟ 19 ଦେଖିବା। ଯିଶାୟ ଅଧ୍ୟାୟ 53ରେ ଥିବା ଭବିଷ୍ୟବାଣୀ ଯେଉଁଥିରେ କୁହାଯାଇଅଛି ଯେ ଯୀଶୁଙ୍କୁ କ୍ଷତ ବିକ୍ଷତ କରାଯିବ, ତାହା ମଧ୍ୟ ପୂର୍ଣ୍ଣ ହେଲା। ଯୋହନ ଅଧ୍ୟାୟ 19 ପଦ 33। 요한복음 10 ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ। 다리를 꺾 କିନ୍ତୁ ସୈନିକମାନଙ୍କ ମଧ୍ୟରୁ ଜଣେ ସେ କ'ଣ କଲା? ବର୍ଚ୍ଛାରେ ତାହାଙ୍କ କକ୍ଷ ଦେଶ ବିନ୍ଧିଲା, ଆଉ ତତ୍କ୍ଷଣାତ୍ ରକ୍ତ ଓ ଜଳ ବାହାର ହେଲା। 물이 나오더라. ଯେ ଦେଖିଅଛି ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମେମାନେ ମଧ୍ୟ ବିଶ୍ୱାସ କର, ପୁଣି ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି ଏହା ସେ ଜାଣନ୍ତି। 하려 함이라. କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏ ସମସ୍ତ ବିଷୟ ଘଟିଲା। ଧର୍ମଶାସ୍ତ୍ରରେ ଯାହା କୁହାଯାଇଅଛି ତାହା କ'ଣ ହେବ? ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ। ଭବିଷ୍ୟବାଣୀ ପୂରଣ ହେଲା। ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଧ କଲେ ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ। 여기에 기록된 이 내용의 말 ଏହା ଆମ୍ଭମାନଙ୍କୁ ଯିଶାୟ ଅଧ୍ୟାୟ 53 ବିଷୟରେ ସ୍ମରଣ କରାଇଦିଏ। 찔리움 당 ସେ ଆମ୍ଭମାନଙ୍କ ଅପରାଧ ନିମନ୍ତେ କ୍ଷତବିକ୍ଷତ ହୋଇଥିଲେ, ସେ ଆମ୍ଭମାନଙ୍କ ଅପରାଧ ନିମନ୍ତେ ଚୂର୍ଣ୍ଣ ହୋଇଥିଲେ। 우리의 죄악을 인함이라. ଏହା ଏପରି ଅଟେ ଯେପରି ଭବିଷ୍ୟତ ବକ୍ତା ଯିଶାୟ ଏକ ସମୟ ମେସିନରେ ଯୀଶୁଙ୍କ ସମୟ ପର୍ଯ୍ୟନ୍ତ ଭ୍ରମଣ କଲେ, ସମସ୍ତ ବିଷୟ ଦେଖିଲେ ଏବଂ ଏହାକୁ 700 ବର୍ଷ ପୂର୍ବେ ରେକର୍ଡ କଲେ। ଆମ୍ଭମାନଙ୍କୁ ମନେ ରଖିବା ଉଚିତ ଯେ ବାଇବଲରେ ଏହି ବିଶେଷତା ଗୁଡ଼ିକ ଅଛି। ଏହିପରି ଯୀଶୁ ଯିଏକି 2000 ବର୍ଷ ପୂର୍ବେ ଆସିଥିଲେ, ସେ ମଧ୍ୟ ଆମ୍ଭମାନଙ୍କୁ ଏହା ବିଷୟରେ ଶିକ୍ଷା ଦେଇଥିଲେ। 이렇게 알려주고 있습니다. ଆସନ୍ତୁ ଆମେ ଲୁକ୍ ଅଧ୍ୟାୟ 24 ପଦ 25କୁ ଦେଖିବା। 말씀 함께 보겠습니다. ଅଧ୍ୟାୟ 24 ପଦ 25। ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶୀତଳଚିତ୍ତମାନେ, ଯଦି ସେମାନେ ଏହା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିଥାନ୍ତେ ତେବେ ଏହା ବହୁତ ସହଜ ହୋଇଥାନ୍ତା, କିନ୍ତୁ ସେମାନେ ସନ୍ଦେହ କରୁଥିଲେ। ତେଣୁକରି ଯୀଶୁ କହିଲେ, ହେ ନିର୍ବୋଧମାନେ, 쉬운데 믿을까? ଏହି ସମସ୍ତ ଦୁଃଖ ଭୋଗ କରି ଆପଣା ମହିମାରେ ପ୍ରବେଶ କରିବା କ'ଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନଥିଲା? 자기 영광에 들어가야 할 것이 아니냐? ପୁଣି ମୋଶା ଓ ସମସ୍ତ ଭାବବାଦୀମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ କଥା ସେ ସେମାନଙ୍କୁ ବୁଝାଇଦେଲେ। 자세히 설명하시니라 하고 있습니다. ବାଇବଲରେ ଯାହା ମଧ୍ୟ ଲେଖା ହୋଇଛି ଏହା ଉପରେ ଆମ୍ଭମାନଙ୍କୁ ଦୃଢ଼ ଭାବରେ ବିଶ୍ୱାସ କରିବା ଉଚିତ। ଏଥିରେ ସଂକୋଚ କରିବାରେ କୌଣସି ଆବଶ୍ୟକତା ନାହିଁ। 시죠? ଆସନ୍ତୁ ଆମ୍ଭେମାନେ ମାଥ୍ୟୁ ଅଧ୍ୟାୟ 26 ମାଧ୍ୟମରେ ଏହାକୁ ନିଶ୍ଚିତ କରିବା। 26장에서 한번 ଆସନ୍ତୁ ଆମେ ମାଥ୍ୟୁ ଅଧ୍ୟାୟ 26 ପଦ 51 ଦେଖିବା। ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟି ପକାଇଲେ। 그물병 대제 ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭର ଖଡ଼ଗ ପୁନର୍ବାର ସ୍ୱସ୍ଥାନରେ ରଖ, କାରଣ ଯେଉଁମାନେ ଖଡ଼ଗ ଧାରଣ କରନ୍ତି ସେ ସମସ୍ତେ ଖଡ଼ଗ ଦ୍ୱାରା ବିନଷ୍ଟ ହେବେ। 금을 가지는 자는 ଅଥବା ତୁମ୍ଭେ କ'ଣ ମନେ କରୁଅଛ ଯେ ମୁଁ ମୋହର ପିତାଙ୍କୁ ବିନତି କରିପାରେ ନାହିଁ ଓ ସେ ଏହି କ୍ଷଣି ମୋ ନିମନ୍ତେ 12 ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇ ଦେବେ ନାହିଁ? 할 수 없는 줄로 아느냐? ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାର ସଫଳ ହେବ? 이루어지리요 하시더라 하고 있습니다. ବାଇବଲ ବିଷୟରେ ଯୀଶୁ କ'ଣ କହିଲେ? 어떻게 되어진다고요? କୌଣସି ଏହା ସ୍ୱୀକାର କରିନାହାନ୍ତି ଯେ ବାଇବଲରେ ଲେଖାଯାଇଥିବା ସମସ୍ତ ବିଷୟ ପରମେଶ୍ୱରଙ୍କ ଆତ୍ମାଙ୍କ ଠାରୁ ଆସିଅଛି ଏବଂ ନିଶ୍ଚିତ ଭାବରେ ଏହା ସମ୍ପୂର୍ଣ୍ଣ ହେବ। 기록된 글이라는 사실을 인정해 주시는 내용 아니에요? ତାହାଙ୍କର ଅର୍ଥ ଥିଲା, ଯଦି ଆପଣ ଏହିପରି କରନ୍ତି ତେବେ ମଧ୍ୟ ଭବିଷ୍ୟବାଣୀ ପୂରଣ ହେବ। 안 되지가 ତୁମ୍ଭର ଖଡ଼ଗ ପୁନର୍ବାର ସ୍ୱସ୍ଥାନରେ ରଖ। 집에 거두어드리란 말이에요. ଏହା ମାଧ୍ୟମରେ ଆମେ ବୁଝିପାରିବା ଯେ ବାଇବଲର ଭବିଷ୍ୟବାଣୀ ନିଶ୍ଚିତ ଭାବରେ ପୂରଣ ହେବ। 이 ହଁ ନା? 사람은 반드시 이루어질 내용들로서 ତେବେ 기록됐다는 사실. ପ୍ରକାଶିତ ବାକ୍ୟ ଅଧ୍ୟାୟ 21 ସ୍ୱର୍ଗରାଜ୍ୟ ବିଷୟରେ କ'ଣ କହିଥାଏ? 그렇다면 ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି 우리가 가는 ଯେ କୌଣସି ମୃତ୍ୟୁ ହେବ ନାହିଁ, କୌଣସି ଶୋକ, କୌଣସି କ୍ରନ୍ଦନ କିମ୍ବା କୌଣସି ଯନ୍ତ୍ରଣା ହେବ ନାହିଁ 아픈 것도 없고 ଏବଂ ଦିନକୁ ଦିନ ନୂତନ ଆନନ୍ଦ ସୃଷ୍ଟି ହେବ, ଯାହାଦ୍ୱାରା ଆମ୍ଭମାନଙ୍କ ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହେବ। 넘칠 정도로 କୌଣସି ଆମକୁ ଏହି ତଥ୍ୟ ପାଇଁ ଜାଗ୍ରତ କରିନାହାନ୍ତି କି? 하나님께서는 ପ୍ରକାଶିତ ବାକ୍ୟର ପୁସ୍ତକ ଅଧ୍ୟାୟ 22 ପଦ 4ରୁ 5ରେ
ଏହା କିପରି କହିଥାଏ ଯେ ଆମ୍ଭେମାନେ ସ୍ୱର୍ଗରେ ରହିବା? 4절 5절에 ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। 토록 어떻게 하면 ଯାହା ଘଟିବ ସେ ବିଷୟରେ ପରମେଶ୍ୱର ଆମ୍ଭମାନଙ୍କୁ ଅବଗତ କରାଇଲେ। 다 앞으로 될 일에 대해서 ଆମ୍ଭେମାନେ ନିଶ୍ଚିତ କରିଅଛୁ ଯେ ବାଇବଲରେ ଲିଖିତ ସମସ୍ତ ବିଷୟ ଏପରି ଘଟଣା ଅଟେ ଯାହା ନିଶ୍ଚିତ ଭାବରେ ପୂରଣ ହେବ। 성경 속에 기록된 모든 그 내용들 전부 될 일을 기록해 놓으셨다는 사실을 ସ୍ୱର୍ଗର ରାଜ୍ୟ, ନୂତନ ଆକାଶ ଏବଂ ନୂତନ ପୃଥିବୀ ବେଶୀ ଦୂର ନୁହେଁ। 새 하늘과 새 땅도 ତେଣୁକରି ଆସନ୍ତୁ ଆମେ ସ୍ୱର୍ଗ ପାଇଁ ଆମ୍ଭମାନଙ୍କର ଆଶା କେବେ ମଧ୍ୟ ହରାଇବା ନାହିଁ। 않고 꺾지 마시고 ଯଦିଓ ଶୈତାନ ଏହି ପୃଥିବୀରେ ଚମତ୍କାର ଗୌରବ ପ୍ରସ୍ତୁତ କରିଅଛି, ତଥାପି କ'ଣ ଯୀଶୁ ଏହି ପ୍ରଲୋଭନରୁ ବିଜୟ ପ୍ରାପ୍ତ କରିନାହାନ୍ତି କି? 이기셨지 않습니까? ଶୈତାନ ଯୀଶୁଙ୍କୁ ଜଗତର ଗୌରବ ଦେଖାଇଲା ଏବଂ କହିଲା, ତୁମ୍ଭେ ମୋତେ ଭୂମିଷ୍ଠ ପ୍ରଣାମ କର। 뜻이 되겠습니다. ସେ ଯୀଶୁଙ୍କୁ କହିଲା ଯେ ସେ ଆତ୍ମସମର୍ପଣ କରିଦିଅନ୍ତୁ, କିନ୍ତୁ ଯୀଶୁ କ'ଣ କହିଲେ? 그래서 뭐라고 했습니까? ହେ ଶୈତାନ, ମୋ ପାଖରୁ ଦୂର ହୁଅ, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ଉପାସନା କରିବ। 예수님의 그 가르침 ଆମେ ଏହି ପୃଥିବୀରେ ଯାହାକୁ ଉପାସନା କରିବା ଉଚିତ, ତାହା କୌଣସି ଧନ, ଖ୍ୟାତି କିମ୍ବା ଜ୍ଞାନ ନୁହେଁ। 식도 그 어떤 것도 아닙니다. ଆମେ କେବଳ ପରମେଶ୍ୱରଙ୍କୁ ଉପାସନା କରିବା ଉଚିତ। 하나님만이 우리 경배의 대상이 되어야 되겠고 ବାଇବଲ ଆମ୍ଭମାନଙ୍କୁ କହିଥାଏ ଯେ ସ୍ୱର୍ଗ ଏବଂ ନରକ ପ୍ରକୃତରେ ଅଛି। 이게 또 알려주고 계십니다. 천국도 ସ୍ୱର୍ଗର ରାଜ୍ୟ ଅଛି, 진실이고 사실입니다. ନରକ ନିମନ୍ତେ ମଧ୍ୟ ସମାନ ଅଟେ। 마찬가지입니다. 예, 그렇다면 ତେଣୁକରି ମୁଁ ଆପଣମାନଙ୍କୁ ଆମ୍ଭମାନଙ୍କର ପରିବାର, ବନ୍ଧୁ, ପରିଚିତ ଏବଂ ପଡ଼ୋଶୀମାନଙ୍କ ସହିତ ପରମେଶ୍ୱରଙ୍କ ସୁନ୍ଦର ଏବଂ ଅନୁଗ୍ରହପୂର୍ଣ୍ଣ ବାର୍ତ୍ତା ଭାଗ କରିବା ପାଇଁ ପ୍ରୟାସ କରିବା ପାଇଁ ଅନୁରୋଧ କରୁଅଛି, ଯାହାଫଳରେ ଏହି ବର୍ଷ ଅନୁଗ୍ରହରେ ପରିପୂର୍ଣ୍ଣ ହେବ। 있도록 모두가 또 수고하시고 노력해 주시길 부탁드립니다. ଆମ୍ଭମାନଙ୍କର ସିଓନ ପରିବାରର ସଦସ୍ୟ ଯେଉଁମାନେ ବିଭିନ୍ନ ଆହ୍ୱାନ ମାଧ୍ୟମରେ ବିଶ୍ୱାସ ବଜାୟ ରଖିଛନ୍ତି, 모두가 또 힘냅시다. ଆସନ୍ତୁ ଆମ୍ଭେମାନେ ଦୃଢ଼ ରହିବା। 한 사람도 빠짐없이 ଆପଣ ସମସ୍ତଙ୍କୁ ସ୍ୱର୍ଗର ସନ୍ତାନ ହେବାକୁ ଅନୁରୋଧ କରୁଥାଇ ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହେଁ। 마치도록 하겠습니다. ଆପଣଙ୍କୁ ଧନ୍ୟବାଦ।